ଗୋଟିଏ ଛୋଟିଆ ଗ୍ରାମରେ ଭୋଲା, ତାର ପତ୍ନୀ ସୀମା ଓ ତାର ଗୋଟିଏ ଝିଅ ମିଶି ସାଙ୍ଗରେ ରହୁଥିଲେ। ସେ ଜମିଦାରଙ୍କ ଠାରେ କାମ କରୁଥିଲା। ସେ ଦିନ ରାତି ବହୁତ ପରିଶ୍ରମ କରୁଥିଲା। ଗୋଟିଏ ଦିନ ଭୋଲାକୁ ତାର ପତ୍ନୀ କହିଲା, ଶୁଣ, ଘରେ ସବୁ ପନିପରିବା ସରିବାକୁ ଲାଗିଲାଣି, ଆଉ ଆମ ପାଖରେ ଟଙ୍କାଟିଏ ବି ନାହିଁ। ତୁମେ ଜମିଦାରଙ୍କ ଠାରୁ କିଛି ଟଙ୍କା ମାଗି ଆଣ। ଠିକ୍ ଅଛି, ମୁଁ ଜମିଦାର ବାବୁଙ୍କ ପାଖକୁ ଯାଉଛି। କେଜାଣି ସେ ଟଙ୍କା ଦେବେ କି ନାହିଁ। ସେ ବହୁତ ଲୋଭୀ ଓ ଲାଲଚି ଲୋକ। ଯାଇକି ଦେଖେ, କାଳେ ଟଙ୍କା ମିଳିଯିବ। ଏତିକି କହି ଭୋଲା ଜମିଦାର ବାବୁଙ୍କ ପାଖକୁ ଚାଲିଗଲା। ନମସ୍କାର ଜମିଦାର ବାବୁ, ମୋତେ ଆପଣଙ୍କ ଠାରୁ ଛୋଟ ସାହାଯ୍ୟଟେ ଦରକାର ଥିଲା। କିଛି ଟଙ୍କା ଦରକାର ଥିଲା। ମୋତେ ଟଙ୍କାର ବହୁତ ଦରକାର ଅଛି। ତାପରେ ଜମିଦାର ଗୋପାଳ ତାଙ୍କ ମନରେ ଚିନ୍ତା କରି କହିଲେ, ଠିକ୍ ଅଛି ଭୋଲା, ମୋତେ ଲାଗୁଛି କି ତୋର ଟଙ୍କାର ବହୁତ ଦରକାର ଅଛି। କହ, କେତେ ଟଙ୍କା ଦରକାର? ଜମିଦାର ବାବୁ, ଏବେ ଆପଣ କେତେ ଦେଇପାରିବେ ଦିଅନ୍ତୁ। ବହୁତ ବଡ଼ କୃପା ହେବ ମୋ ଉପରେ। ଜମିଦାର ଭୋଲାକୁ କିଛି ଟଙ୍କା ଦେଇଦିଏ ଆଉ ଭୋଲା ଟଙ୍କା ନେଇ ଘରକୁ ଚାଲି ଆସେ। ଆରେ ଶୁଣୁଛ, ଏଇ ନିଅ, ମୋତେ ଜମିଦାର ବାବୁ କିଛି ଟଙ୍କା ଦେଇଛନ୍ତି। ଏହି ଟଙ୍କାରେ ପନିପରିବା ସବୁ କିଣି ନେବ। ଆଗରୁ ମୁଁ ଜମିଦାର ବାବୁଙ୍କୁ ଭୁଲ ବୁଝୁଥିଲି। ସେ ବହୁତ ଭଲ। ସେ ଆମକୁ ଠିକ୍ ସମୟରେ ସାହାଯ୍ୟ କଲେ। ଠିକ୍ କହୁଛ ତମେ। ମୁଁ ବି ତୁମ କଥା ଶୁଣି ଜମିଦାର ବାବୁଙ୍କୁ ଭୁଲ ବୁଝୁଥିଲି। ଜମିଦାର ବାବୁ ବହୁତ ଭଲ। ଏହିପରି ଧୀରେ ଧୀରେ ଦିନ ବିତିଯାଏ। ଭୋଲା ବହୁତ ପରିଶ୍ରମରେ ଜମିଦାରଙ୍କ ଠାରେ କାମ କରୁଥାଏ। ତେବେ ତାର ସାଙ୍ଗ ରବି ଆସିଯାଏ ଆଉ ତାକୁ କହେ, ଆରେ ଭାଇ ଭୋଲା, ତମେ ଏତେ ପରିଶ୍ରମ କାହିଁକି କରୁଛ? ତମେ ତ ଜାଣିଛ ଆମର ଜମିଦାର ବହୁତ ଲୋଭୀ ଓ ଲାଲଚି ଲୋକ। ତ କାହିଁକି ଏତେ ପରିଶ୍ରମ କରୁଛ? ସତରେ ଭାଇ, ତମେ ଏତିକି ପରିଶ୍ରମ କର ନାହିଁ। ଆରେ ଭାଇ ରବି, ଯାହା ଆମେ ଜମିଦାରଙ୍କୁ ଭାବୁଛୁ, ପ୍ରକୃତରେ ସେ ସେମିତି ନୁହନ୍ତି। ସେ ବହୁତ ଭଲ ଲୋକ। କିଛି ଦିନ ତଳେ ମୁଁ ତାଙ୍କୁ କିଛି ଟଙ୍କା ମାଗିଥିଲି। ସେ ମୋତେ ଅତି ଶୀଘ୍ର ଖୁସିରେ ଦେଇଥିଲେ। ମୁଁ ବି ଆଗରୁ ତାଙ୍କୁ ଭୁଲ ବୁଝୁଥିଲି। ସେମିତି ନୁହେଁ, ସେ ବହୁତ ଭଲ ଲୋକ ଅଟନ୍ତି। ଏବେ ତ ମୋର ଗୋଟିଏ ମାସ ହୋଇଗଲା। ଜମିଦାର ବାବୁଙ୍କ ପାଖକୁ ଯାଉଛି, ଟଙ୍କା ମାଗିବି, ଆଉ ଯେଉଁ ଟଙ୍କା ମୋତେ ଦେଇଥିଲେ ତାହା ଫେରାଇ ଦେବେ। ଏତିକି ଭାବି ଭୋଲା ଜମିଦାର ବାବୁଙ୍କ ପାଖକୁ ଚାଲିଯାଏ ଆଉ କହେ, ଜମିଦାର ବାବୁ, ଆଜି ମୋତେ ଗୋଟିଏ ମାସ ପୁରିଲା। ଆପଣ ମୋତେ ମୋର ଟଙ୍କା ଦେଇଦିଅନ୍ତୁ। ଆରେ ଭୋଲା, ତୁ ଏ କ'ଣ କହୁଛୁ? ଏବେ ତ 10 ଦିନ ପୂର୍ବରୁ ତୋର ଟଙ୍କା ଦେଇଥିଲି, ଆଉ ପୁଣି ଥରେ ଟଙ୍କା ମାଗି ଆସିଛୁ। ଆପଣ ଏ କ'ଣ କହୁଛନ୍ତି? ଯେଉଁ ଟଙ୍କା ମୋତେ ଦେଇଥିଲେ ତାହା ମୋର ଅଧା ଦରମା ବି ହେବନି। ଆପଣ କହୁଛନ୍ତି କି ସବୁ ଟଙ୍କା ମୋତେ ଦେଇଛି? ଏଇଟା ତ ଭୁଲ କଥା। ସେସବୁ ମୋତେ ଜଣା ନାହିଁ। ମୁଁ ତୋତେ ସବୁ ଟଙ୍କା ଦେଇଦେଇଛି। ଭୋଲା ଜମିଦାରଙ୍କୁ କିଛି କହିପାରିଲା ନାହିଁ, କାହିଁକି ନା ଭୋଲା ବହୁତ ଗରିବ ଥିଲା। ଆଉ ତାପରେ ମନ ଦୁଃଖ କରି ଭୋଲା ଘରକୁ ଚାଲିଗଲା ଆଉ ତାର ପତ୍ନୀକୁ ସବୁ କଥା କହିଲା। ଏମିତି ଦିନ ଧୀରେ ଧୀରେ ବିତିଯାଏ। ଆଉ ଗୋଟିଏ ଦିନ ଭୋଲାର ସାଙ୍ଗ ରବି ତା ପାଖକୁ ଆସେ ଆଉ କହେ, ଆରେ ଭାଇ ଭୋଲା, ତୋତେ ଜମିଦାର ବାବୁ ଡାକୁଛନ୍ତି। ତୋ ପାଖରେ ତାଙ୍କର କିଛି କାମ ଅଛି।
ତାପରେ ଭୋଲା ରବି ସାଙ୍ଗରେ ଜମିଦାରଙ୍କ ପାଖକୁ ଚାଲିଯାଏ। କ'ଣ ହେଲା ଜମିଦାର ବାବୁ, ମୋତେ କ'ଣ ପାଇଁ ଡାକିଛନ୍ତି? ଜମିଦାର ଗୋପାଳ କହେ, ମୋତେ କ୍ଷମା କରିଦେ ଭୋଲା। ଯେବେଠାରୁ ମୁଁ ତୋ ଉପରେ ଅନ୍ୟାୟ କରିଛି, ମୋର ବେପାର ସବୁ କ୍ଷତିରେ ଚାଲିଛି। ଆଉ ମୋ ପାଖରେ କିଏ ବି କାମ କରିବା ପାଇଁ ଆସୁନାହାନ୍ତି। ମୋତେ କ୍ଷମା କରିଦେ ଭୋଲା। ତାପରେ ଜମିଦାର ଗୋପାଳ ଭୋଲାର ସବୁ ଟଙ୍କା ଦେଇଦିଏ। ଭୋଲା ଖୁସି ହୋଇଯାଏ ଆଉ ପୁଣି ଥରେ ଜମିଦାରଙ୍କଠାରେ କାମ କରିବାକୁ ଲାଗେ।